ଆମେ ଯେତେବେଳେ କିଛି ଶିଖିବା ଆରମ୍ଭ କରୁ ତାର ଆରମ୍ଭ କେଉଁଠୁ ହୁଏ କେବେ ଭାବିଛନ୍ତି? ଆଶ୍ଚର୍ଯ୍ୟ ଲାଗିପାରେ। ଏହାର ଉତ୍ତର ସେଇଟା ଲୁଚି ରହିଛି ଓଡ଼ିଶାର ଏକ ତୃତୀୟ ଶ୍ରେଣୀ ଗଣିତ ବହିରେ, ଆଉ ସେଇଠି ଥିବା ଗୋଟିଏ ବହୁତ ହି ସାଧାରଣ ପ୍ରଶ୍ନ ଭିତରେ। ଚାଲନ୍ତୁ ଆଜି ସେଇ ରହସ୍ୟକୁ ଟିକେ ଖୋଲି ଦେଖିବା। ଆଉ ପ୍ରଶ୍ନଟି ହେଉଛି, ନାମରେ କ'ଣ ଅଛି? ହଁ, ଶୁଣିବାକୁ ବହୁତ ସାଧାରଣ ଲାଗୁଛି ନା? କିନ୍ତୁ ବିଶ୍ୱାସ କରନ୍ତୁ, ଏହି ଗୋଟିଏ ଛୋଟ ପ୍ରଶ୍ନ ହିଁ ସେହି ମୂଳଦୁଆ ଯେଉଁଠୁ ଆମର ସବୁକିଛି ଜାଣିବା, ଶିଖିବାର ଯାତ୍ରା ଆରମ୍ଭ ହୋଇଥାଏ। ତେବେ ଏ ପ୍ରଶ୍ନର ଉତ୍ତର ଆମେ ଖୋଜିବା ସେହି ଗଣିତ ବହିରୁ ହିଁ। ଆଉ ସେ ବହି କହୁଛି, ଯେକୌଣସି ନାମ ପ୍ରଥମେ କେବଳ ଏକ ତଥ୍ୟ, ହଁ, ଗୋଟିଏ ଡାଟା। ଏବେ କଥା ହେଉଛି କେମିତି? ଆସନ୍ତୁ ବୁଝିବା। ଏଇଟା ଦେଖନ୍ତୁ, କେତେ ମଜାଦାର କଥା। ଗୋଟିଏ ନାମକୁ ଏଠି ପୂରାପୂରି ଗଣିତ ଆଖିରେ ଦେଖାଯାଉଛି। ମାନେ ନାମଟା ଆଉ କିଛି ନୁହେଁ, ବାସ୍ କେତୋଟି ଅକ୍ଷରର ଏକ ସମଷ୍ଟି, ଯାହାକୁ ଆମେ ଗଣିପାରିବା। ତ ପିଲାମାନଙ୍କୁ କାମ ଦିଆଯାଉଛି, କିଏ ସବୁଠୁ ଲମ୍ବା ନା ଆଉ କିଏ ସବୁଠୁ ଛୋଟ ନା ଖୋଜିବ। ଦେଖିଲେ କେମିତି ଗୋଟିଏ ବ୍ୟକ୍ତିଗତ ପରିଚୟ ମାନେ ନିଜ ନାଁ ଏକଦମ ଏକ ସରଳ ମଜାଦାର ଡାଟା ଆନାଲିସିସ୍ ଖେଳରେ ବଦଳିଗଲା। ହେଲେ କଥାଟା କ'ଣ ଏତିକିରେ ସରିଗଲା? ନା କ'ଣ ଖାଲି କିଛି ଅକ୍ଷରର ସଂଖ୍ୟା? ନା, ଆଦୌ ନୁହେଁ। ଏହା ହେଉଛି କିଛି ନିର୍ଦ୍ଦିଷ୍ଟ ସଂକେତର ଏକ ସୁନ୍ଦର କ୍ରମ। ଆଉ ଠିକ୍ ଏଇଠୁ ଆମ ଯାତ୍ରା ଗଣିତରୁ ବାହାରି ଭାଷାର ରଙ୍ଗୀନ ଦୁନିଆରେ ପାଦ ଦେଉଛି। ଏଠି ଦେଖନ୍ତୁ, ଶିଖିବାର ପରବର୍ତ୍ତୀ ପାହାଚ କେତେ ସ୍ପଷ୍ଟ ହୋଇଯାଉଛି। ପିଲାମାନେ ବୁଝିବାକୁ ଆରମ୍ଭ କରନ୍ତି ଯେ ଆରେ ଗୋଟିଏ ଜିନିଷକୁ, ଗୋଟିଏ ଧାରଣାକୁ ଅଲଗା ଅଲଗା ଭାଷାରେ ଭିନ୍ନ ଭିନ୍ନ ସଂକେତ ବା ଶବ୍ଦରେ କହିହେବ। ଠିକ୍ ଯେମିତି ଗୋଟିଏ ପରିମାଣକୁ, ଏକ ସଂଖ୍ୟାକୁ ଆମେ ଗୋଟିଏ ନାମ ଦେଉଛେ। ଆଉ ଏ ଯେଉଁ ନାଁ ଦେବାର ପ୍ରକ୍ରିୟା ଅଛି, ସେଟା ବର୍ଣ୍ଣମାଳା ଶିଖିବାରେ ବି କାମରେ ଆସେ। ପ୍ରତିଟି ଅକ୍ଷରକୁ ଗୋଟିଏ ପରିଚିତ ଜିନିଷ ବା ଶବ୍ଦ ସହ ଯୋଡ଼ି ଦିଆଯାଏ। ଏମିତିରେ ସେ ଅକ୍ଷରର ବି ଗୋଟିଏ ନିଜସ୍ୱ ପରିଚୟ ତିଆରି ହୋଇଯାଏ। କଥାଟା ଏବେ ଆହୁରି ଆଗକୁ ଯାଉଛି। ନାମକରଣ କେବଳ ଅକ୍ଷର ବା ଶବ୍ଦ ଭିତରେ ସୀମିତ ହୋଇ ରହେନା। ଏହି ପ୍ରକ୍ରିୟା ମାଧ୍ୟମରେ ହିଁ ଆମେ ପ୍ରକୃତରେ ଆମ ଚାରିପାଖର ପୂରା ଦୁନିଆଟାକୁ ତାକୁ ବୁଝିବା ଆଉ ନିଜ ମନ ଭିତରେ ସଜେଇ ରଖିବା ଆରମ୍ଭ କରୁ। ଯେମିତିକି ଆମେ ଗୋଟିଏ ଅଜଣା ଆକୃତି ଦେଖିଲେ, ତାପରେ ଆମେ ତାକୁ ଗୋଟିଏ ନାଁ ଦେଇଦେଉ। ବାସ୍, ସେଇଠୁ ସେ ଆଉ ଅଜଣା ହୋଇ ରହିଲା ନାହିଁ, ସେ ଗୋଟିଏ ନିର୍ଦ୍ଦିଷ୍ଟ ଧାରଣାରେ ପରିଣତ ହୋଇଗଲା। ତ ଏହି ଆକୃତିଗୁଡ଼ିକୁ ନାଁ ଦେବା, ଏଇଟା ହିଁ ତ ଜ୍ୟାମିତି ଶିଖିବାର ସବୁଠୁ ପ୍ରଥମ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପାହାଚ। ଜାଣନ୍ତି, ନାମର ଏହି ଯାଦୁ କେବଳ କ୍ଲାସରୁମ୍ ଭିତରେ ବନ୍ଦ ହୋଇ ରହେନା। ଏହା ବାହାରକୁ ଆସି ଖେଳ ପଡ଼ିଆରେ ପହଞ୍ଚିଯାଏ। ଆଉ ସେଠି ଏହା ମଜା କରିବାର ଆଉ ସାଙ୍ଗସାଥୀ ହେବାର ଏକ ଜବରଦସ୍ତ ମାଧ୍ୟମ ପାଲଟିଯାଏ। ଏହି ଖେଳଟିକୁ ଦେଖନ୍ତୁ, ଏହା ଖେଳ ଓ ଯୋଗ ବହିରୁ ନିଆଯାଇଛି। ଏଠି କ'ଣ ହେଉଛି? ଏଠି ନାଁଟା ଗୋଟେ ବସ୍ତୁ ଭଳି ହୋଇଯାଉଛି, ଯାହାକୁ ଜଣକ ପରେ ଜଣେ ମନେରଖି ଆଗକୁ ବଢ଼ାଉଛନ୍ତି। ଏହା କେବଳ ସ୍ମୃତି ଶକ୍ତିକୁ ତୀକ୍ଷ୍ଣ କରେନି, ବରଂ ସମସ୍ତଙ୍କର ପରିଚୟକୁ ଗୋଟେ ସୂତାରେ ବାନ୍ଧିଦିଏ, ଏକ ସାମୂହିକ ଅନୁଭବ ତିଆରି କରେ। ତ ଏତେ ସବୁ ଦେଖିସାରିବା ପରେ ଚାଲନ୍ତୁ ପୁଣିଥରେ ସେଇ ମୂଳ ପ୍ରଶ୍ନ ପାଖକୁ ଫେରିବା। ଆମେ ଦେଖିଲେ ଗୋଟିଏ ନାମ କେବଳ କିଛି ଅକ୍ଷରର ସଂଖ୍ୟା ନୁହେଁ କି କେବଳ ଗୋଟିଏ ପରିଚୟ ନୁହେଁ। ଏହା ପ୍ରକୃତରେ ତାଠାରୁ ବହୁତ ବେଶୀ କିଛି। ତାହେଲେ ଶେଷରେ ନାମରେ କ'ଣ ଅଛି? ଉତ୍ତର ହେଉଛି ବୋଧହୁଏ ସବୁକିଛି। ଏହା କେବଳ ଗୋଟେ ଶବ୍ଦ ନୁହେଁ, ଏହା ହେଉଛି ଆମର ସେହି ପ୍ରଥମ ଏବଂ ସବୁଠୁ ଶକ୍ତିଶାଳୀ ଉପକରଣ, ଯାହା ସାହାଯ୍ୟରେ ଆମେ ଏହି ବିଶାଳ ଅଜଣା ଦୁନିଆକୁ ବୁଝିପାରୁ, ତାକୁ ଏକ ଶୃଙ୍ଖଳା ଦେଇପାରୁ। ଆଉ ସବୁଠୁ ସୁନ୍ଦର କଥା ହେଉଛି, ସେଇ ଗଣିତ ବହିର ମୁଖବନ୍ଧରେ ଲେଖାଥିବା ଏହି କଥାଟି ହିଁ ଆମର ଏହି ପୂରା ଆଲୋଚନାର ସାରାଂଶ। ଶିଖିବାର ପ୍ରକୃତ ଲକ୍ଷ୍ୟ କେବଳ ତଥ୍ୟ ଜାଣିବା ନୁହେଁ, ବରଂ ଶିଖିବାର ସେହି ସୁନ୍ଦର ଯାତ୍ରାରେ ଉତ୍ସାହ, ଆନନ୍ଦ ଆଉ କୌତୂହଳକୁ ଅନୁଭବ କରିବା। ଆଉ ଏସବର ଆରମ୍ଭ ହୁଏ ସେଇ ଗୋଟିଏ ନାମରୁ।